ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। वल्लीनायगम ओलगनाथम चिदम्बरम पिल्लाई 5 ସେପ୍ଟେମ୍ବର 1872 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶିଷ୍ଟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟତାବାଦୀ ବ୍ୟକ୍ତି ଥିଲେ। ସେ 1906 ମସିହାରେ ପ୍ରଥମ ସ୍ୱଦେଶୀ ଭାରତୀୟ ପରିବହନ କମ୍ପାନୀ ସ୍ୱଦେଶୀ ଷ୍ଟିମ୍ ନାଭିଗେସନ କମ୍ପାନୀ ପ୍ରତିଷ୍ଠା କରିଥିଲେ। ସେ କାପ୍ଲୋଟିଆ ତାମିଜାହା ନାମ ଦ୍ୱାରା ବେଶ୍ ଜଣାଶୁଣା। 18 ନଭେମ୍ବର 1936 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।